ଏହି 7ଟି ସ୍ଥାନକୁ ବିନା ନିମନ୍ତ୍ରଣରେ ନିଶ୍ଚୟ ଯାଆନ୍ତୁ। ବନ୍ଧୁଗଣ, ଜୀବନର ଖୁସି ତ ସମସ୍ତେ ବାଣ୍ଟି ଦିଅନ୍ତି, କିନ୍ତୁ କିଛି ସ୍ଥାନ ଏବଂ କିଛି ମୁହୂର୍ତ୍ତ ଏମିତି ଥାଏ ଯେଉଁଠି ଆମର ଉପସ୍ଥିତି କାହାର ଜୀବନ ବଦଳାଇ ଦେଇପାରେ ଏବଂ ଆମ ଭିତରର ମଣିଷପଣିଆକୁ ଜଗାଇପାରେ। ଆଜି ଆମେ ଏମିତି 7ଟି ସ୍ଥାନ ବିଷୟରେ କଥା ହେବା ଯେଉଁଠି ଯଦି ଆପଣଙ୍କ କୌଣସି ଦାବତ କିମ୍ବା ନିମନ୍ତ୍ରଣ ନ ମିଳେ ତଥାପି ଆପଣଙ୍କୁ ନିଶ୍ଚୟ ଯିବା ଉଚିତ। ଏହି ସ୍ଥାନ ଗୁଡ଼ିକୁ ଗଲେ କେବଳ ଯେ ଅନ୍ୟମାନଙ୍କ ସାହାରା ମିଳେ ତାହା ନୁହେଁ, ବରଂ ଆପଣଙ୍କ ନିଜ ଭାଗ୍ୟ ଏବଂ ଚିନ୍ତାଧାରା ମଧ୍ୟ ସମ୍ପୂର୍ଣ୍ଣ ବଦଳିଯାଏ। ତେବେ ଚାଲନ୍ତୁ ଆରମ୍ଭ କରିବା। ନମ୍ବର 1, ପୁରୁଣା ବନ୍ଧୁ କିମ୍ବା ପିଲାଦିନ ସାଥୀଙ୍କ କଠିନ ସମୟରେ। ଯେତେବେଳେ ଆମ ପିଲାଦିନର କିମ୍ବା କୌଣସି ପୁରୁଣା ବନ୍ଧୁ ବଡ଼ ବିପଦରେ ଥାଆନ୍ତି, ସେତେବେଳେ ପ୍ରାୟତଃ ସେମାନେ ସଂକୋଚ କିମ୍ବା ଲାଜ ଯୋଗୁଁ ଆମକୁ ସାହାଯ୍ୟ ମାଗିପାରନ୍ତି ନାହିଁ କି ମନେ ପକାନ୍ତି ନାହିଁ। ଆପଣଙ୍କୁ ଏଭଳି ସମୟରେ କୌଣସି ଆନୁଷ୍ଠାନିକତା ନ ରଖି ସେମାନଙ୍କ ପାଖକୁ ଚାଲିଯିବା ଉଚିତ। ସେହି ପୁରୁଣା ସାଥୀ ଯାହାଙ୍କ ସହ ଆପଣ କେବେ ଧୂଳିମାଟିରେ ଖେଳକୁଦ କରିଥିଲେ, ସିଏ ବୋଧହୁଏ ଆଜି ଜୀବନର କୌଣସି କଠିନ ମୋଡ଼ରେ ନିଜକୁ ଏକା ଅନୁଭବ କରୁଥିବେ। ଯେତେବେଳେ ଆପଣ ବିନା ଡାକରାରେ ତାଙ୍କ ଦୁଆର ମୁହଁରେ ଯାଇ ଛିଡ଼ା ହେବେ ଏବଂ ତାଙ୍କ କାନ୍ଧରେ ହାତ ରଖିବେ, ସେତେବେଳେ ତାଙ୍କୁ ଲାଗିବ ଯେ ଦୁନିଆରେ ଏବେ ବି କେହି ଜଣେ ତାଙ୍କର ଆପଣାର ଅଛି। ଆପଣଙ୍କର କେବଳ ଉପସ୍ଥିତି ହିଁ ତାଙ୍କୁ ସେହି ସମସ୍ୟା ଏବଂ ଦୁଃଖରୁ ବାହାର କରିବା ପାଇଁ ଯଥେଷ୍ଟ ହେବ। ବର୍ଷ ବର୍ଷର ଦୂରତା ମିଳେଇଯିବ ଏବଂ ଆପଣଙ୍କୁ ଯେଉଁ ଆତ୍ମସନ୍ତୋଷ ମିଳିବ ତାହାର ତୁଳନା କୌଣସି ଧନ ଦୌଲତ ସହ କରାଯାଇପାରିବ ନାହିଁ। ତେଣୁ ନିଜ ପୁରୁଣା ବନ୍ଧୁଙ୍କ ଖରାପ ସମୟରେ କେବେ ବି ନିମନ୍ତ୍ରଣକୁ ଅପେକ୍ଷା କରନ୍ତୁ ନାହିଁ, ବସ୍ ଆଗକୁ ବଢ଼ି ତାଙ୍କ ସହ ଛିଡ଼ା ହୋଇଯାଆନ୍ତୁ। ନମ୍ବର 2, ଅନାଥ ଆଶ୍ରମ କିମ୍ବା ବୃଦ୍ଧା ଆଶ୍ରମ ଭଳି ସ୍ଥାନକୁ। ଏହି ଦୁନିଆରେ ଏମିତି ଅନେକ ବୃଦ୍ଧ ଅଛନ୍ତି ଯାହାକୁ ନିଜ ଲୋକମାନେ ହିଁ ଅସହାୟ କରି ଛାଡ଼ି ଦେଇଛନ୍ତି ଏବଂ ଏମିତି ଅନେକ ପିଲା ଅଛନ୍ତି ଯେଉଁମାନେ କେବେ ବି ମା ବାପାଙ୍କ ସ୍ନେହ ପାଇନାହାନ୍ତି। ଏହି ଆଶ୍ରମ ଗୁଡ଼ିକରେ ରହୁଥିବା ଲୋକମାନେ କୌଣସି ପର୍ବପର୍ବାଣି ବା ବିଶେଷ ସୁଯୋଗରେ କେହି ଜଣେ ନିଜର ଲୋକ ଆସିବ ବୋଲି ବାଟ ଚାହିଁ ରହିଥାନ୍ତି, କିନ୍ତୁ ସେମାନଙ୍କର କେହି ନଥାନ୍ତି। ଆପଣଙ୍କୁ ମାସରେ କିମ୍ବା 2 ମାସରେ ଥରେ କୌଣସି ବିଶେଷ କାରଣ ନଥାଇ ମଧ୍ୟ ଏହି ସ୍ଥାନ ଗୁଡ଼ିକୁ ନିଶ୍ଚୟ ଯିବା ଉଚିତ। ସେଠାକୁ ଯାଇ ସେହି ଲୋକମାନଙ୍କ ସହ କିଛି ସମୟ ଖେଳନ୍ତୁ, ସେହି ବୃଦ୍ଧମାନଙ୍କ ପାଖରେ ବସି ସେମାନଙ୍କ ସମୟରେ କଥା ଶୁଣନ୍ତୁ ଏବଂ ସେମାନଙ୍କ ମୁହଁରୁ କୁଞ୍ଚନରେ ଲୁଚି ରହିଥିବା କରୁଣ କାହାଣୀ ଗୁଡ଼ିକର ଅନୁଭବ କରନ୍ତୁ। ଯେତେବେଳେ ଆପଣ ବିନା କୌଣସି ସ୍ୱାର୍ଥରେ ସେଠାକୁ ଯିବେ, ସେତେବେଳେ ଆପଣଙ୍କୁ ଅନୁଭବ ହେବ ଯେ ଜୀବନରେ ଆପଣଙ୍କୁ ଯାହା କିଛି ବି ମିଳିଛି ସେଥିପାଇଁ ଭଗବାନଙ୍କୁ କେତେ ଧନ୍ୟବାଦ ଦେବା ଉଚିତ। ସେମାନଙ୍କ ମୁହଁର ଗୋଟିଏ ଛୋଟ ହସ ଆପଣଙ୍କ ଜୀବନର ସମସ୍ତ ଛୋଟ ମୋଟ ଚିନ୍ତାକୁ ମୁହୂର୍ତ୍ତକ ମଧ୍ୟରେ ଦୂର କରିଦେବ ଏବଂ ଆପଣଙ୍କ ହୃଦୟ ଦୟାରେ ଭରିଯିବ। ନମ୍ବର 3, ନିଜ ଅଞ୍ଚଳରେ କୌଣସି ସାମାଜିକ ବା ମହତ କାର୍ଯ୍ୟର ପ୍ରସ୍ତୁତିରେ। ଆପଣଙ୍କ ପଡ଼ୋଶୀ କିମ୍ବା ସାହିରେ ଯେତେବେଳେ ବି କୌଣସି ସାଧାରଣ ମଙ୍ଗଳ କାର୍ଯ୍ୟ ହୁଏ, ଭଣ୍ଡାର ହୁଏ କିମ୍ବା କୌଣସି ବଡ଼ ସାମାଜିକ ସଭା ହୁଏ, ସେଠାରେ କାମ କରିବା ପାଇଁ କେବେ ବି ଡାକରାକୁ ଅପେକ୍ଷା କରନ୍ତୁ ନାହିଁ। ଏଭଳି ସ୍ଥାନରେ ଯେଉଁଠି ସମାଜର କଲ୍ୟାଣ କିମ୍ବା ସେହି ବିଷୟରେ କଥା ହେଉଥାଏ, ସେଠାରେ ନିଜେ ଆଗକୁ ବଢ଼ି ସେବା ପାଇଁ ପହଞ୍ଚିବା ଉଚିତ। ସେଠାରେ ଜୋତା ଚପଲ ସମ୍ଭାଳିବା କାମ ହେଉ, ଖାଦ୍ୟ ପରସିବା ଦାୟିତ୍ୱ ହେଉ କିମ୍ବା ସଫାସୁତୁରା କରିବା କାମ ହେଉ, ସବୁ କାମରେ ହାତ ବଟାନ୍ତୁ। ଯେତେବେଳେ ଆପଣ ବିନା କୌଣସି ଅହଙ୍କାରରେ ସମାଜର ଏଭଳି କାର୍ଯ୍ୟରେ ନିଜର ଶାରୀରିକ ସେବା ଦିଅନ୍ତି, ସେତେବେଳେ ଆପଣଙ୍କ ଭିତରର ନକାରାତ୍ମକ ଏବଂ ଗର୍ବ ଧୀରେ ଧୀରେ ଶେଷ ହେବାକୁ ଲାଗେ। ଏଭଳି ଆୟୋଜନରେ ନିଃସ୍ୱାର୍ଥପର ଭାବେ କରାଯାଇଥିବା ସେବା ସିଧାସଳଖ ଭଗବାନଙ୍କ ଦରବାରରେ ଗ୍ରହଣୀୟ ହୋଇଥାଏ। ସେଠାରେ ଆପଣଙ୍କୁ ସମାଜର ସବୁ ବର୍ଗର ଲୋକଙ୍କୁ ଭେଟିବା ଓ ସେମାନଙ୍କ ସହ ଯୋଡ଼ି ହେବାର ସୁଯୋଗ ମିଳେ, ଯାହାଦ୍ୱାରା ଆପଣଙ୍କ ସମ୍ମାନ ତ ବଢ଼େ, ତା ସହିତ ମନକୁ ଏକ ଅପୂର୍ବ ଶାନ୍ତି ମଧ୍ୟ ମିଳିଥାଏ। ନମ୍ବର 4, ହସ୍ପିଟାଲରେ ଭର୍ତ୍ତି ଥିବା କୌଣସି ପରିଚିତ କିମ୍ବା ପଡ଼ୋଶୀଙ୍କୁ ଦେଖିବା ପାଇଁ। ପ୍ରାୟତଃ ଯେତେବେଳେ କୌଣସି ଦୂରର ପରିଚିତ କିମ୍ବା ପଡ଼ୋଶୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି, ଆମେ ଭାବୁ ଯେ ଯେତେବେଳେ ତାଙ୍କ ପରିବାର ଲୋକ ଜଣାଇବେ ବା ଡାକିବେ ସେତେବେଳେ ଯିବା। କିନ୍ତୁ ଅସୁସ୍ଥତା ଏବଂ ଅସହାୟତା ସମୟ ଏମିତି ଥାଏ ଯେଉଁଠି ମଣିଷକୁ ସବୁଠାରୁ ଅଧିକ ମାନସିକ ସାହାରା ଓ ଆଶ୍ୱାସନାର ଆବଶ୍ୟକତା ଥାଏ। ଆପଣଙ୍କୁ କୌଣସି ଲୋକାଲୋଚନ ନ ରଖି ହାତରେ କିଛି ଫଳ କିମ୍ବା କେବଳ ନିଜର ଶୁଭେଚ୍ଛା ନେଇ ସେମାନଙ୍କୁ ଦେଖିବା ପାଇଁ ହସ୍ପିଟାଲ ନିଶ୍ଚୟ ଯିବା ଉଚିତ।
ସେଠାକୁ ଯାଇ ତାଙ୍କ ପରିବାରର ଲୋକଙ୍କୁ ପଚାରନ୍ତୁ ଯେ କୌଣସି ଜିନିଷର ଆବଶ୍ୟକତା ଅଛି କିମ୍ବା ବାହାରର କିଛି କାମ କରିବାକୁ ହେବ କି। ସେହି କଠିନ ମୁହୂର୍ତ୍ତରେ ଯେତେବେଳେ ଆପଣ ସେମାନଙ୍କ ପାଖରେ ଛିଡ଼ା ହୁଅନ୍ତି, ସେତେବେଳେ ରୋଗୀର ରୋଗ ସହ ଲଢ଼ିବାର ସାହସ 2 ଗୁଣ ହୋଇଯାଏ। ସେମାନେ କେବେ ବି ଭୁଲିବେ ନାହିଁ ଯେ ଯେତେବେଳେ ସେମାନେ ସବୁଠାରୁ ଦୁର୍ବଳ ଥିଲେ, ସେତେବେଳେ ଆପଣ ସେମାନଙ୍କ ସହ ଥିଲେ। ଏହି ଛୋଟ ସମ୍ବେଦନଶୀଳତା ଆପଣଙ୍କୁ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳେ ଏବଂ ସମାଜରେ ପାରସ୍ପରିକ ଭାଇଚାରାକୁ ମଜବୁତ କରେ। ନମ୍ବର 5, କୌଣସି ପ୍ରତିଭାବାନ କିମ୍ବା ସଂଘର୍ଷ କରୁଥିବା ବ୍ୟକ୍ତିଙ୍କ ଉତ୍ସାହ ବଢ଼ାଇବା ପାଇଁ। ଆମ ପାଖରେ ଏମିତି ଅନେକ ଲୋକ ଥାଆନ୍ତି ଯେଉଁମାନେ କୌଣସି ବଡ଼ ସାହାରା ନଥାଇ ନିଜ ଦମରେ କୌଣସି ଛୋଟ ବ୍ୟବସାୟ ଆରମ୍ଭ କରନ୍ତି, କୌଣସି କଳା ଶିଖନ୍ତି କିମ୍ବା କୌଣସି ଖେଳରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥାନ୍ତି। ସେହି ଲୋକମାନେ ଏତେ ବଡ଼ ହୋଇନଥାନ୍ତି ଯେ ଆପଣଙ୍କୁ କୌଣସି ବଡ଼ ନିମନ୍ତ୍ରଣ ପତ୍ର ପଠାଇ ପାରିବେ, କିନ୍ତୁ ସେମାନଙ୍କୁ ଆପଣଙ୍କ ପ୍ରୋତ୍ସାହନର ସବୁଠାରୁ ଅଧିକ ଆବଶ୍ୟକତା ଥାଏ। ଆପଣଙ୍କୁ ନିଜେ ଯାଇ ତାଙ୍କ ଦୋକାନକୁ ଯିବା ଉଚିତ, ତାଙ୍କ କଳାର ପ୍ରଶଂସା କରିବା ଉଚିତ କିମ୍ବା ତାଙ୍କ କାମକୁ ପ୍ରୋତ୍ସାହିତ କରିବା ଉଚିତ। ଯେତେବେଳେ ଆପଣ କୌଣସି ପ୍ରତିଭାବାନ କଳାକାର କିମ୍ବା ଛୋଟ ଦୋକାନୀ ପାଖକୁ ଯାଇ ତାଙ୍କ ପରିଶ୍ରମର ପ୍ରଶଂସା କରନ୍ତି, ସେତେବେଳେ ତାଙ୍କ ସ୍ୱପ୍ନକୁ ନୂଆ ଡେଣା ମିଳିଥାଏ। ଆପଣଙ୍କର ସେହି ଗୋଟିଏ ଛୋଟ ସହଯୋଗ ପଦକ୍ଷେପ ସେହି ମଣିଷର ସମ୍ପୂର୍ଣ୍ଣ ଜୀବନର ଗତିପଥ ବଦଳାଇ ଦେଇପାରେ। କାହାର ସଫଳତାର ସିଡ଼ିରେ ଗୋଟିଏ ଛୋଟ ଅବଦାନ ଦେବା ହିଁ ସବୁଠାରୁ ବଡ଼ ପୁଣ୍ୟ। ଆଉ ଯେତେବେଳେ ଆପଣ ଅନ୍ୟମାନଙ୍କୁ ଆଗକୁ ବଢ଼ାନ୍ତି, ସେତେବେଳେ ଭଗବାନ ଆପଣଙ୍କ ଉନ୍ନତିର ରାସ୍ତା ନିଜେ ହିଁ ଖୋଲି ଦିଅନ୍ତି। ନମ୍ବର 6, କୌଣସି ଗରିବ ବା ଅସହାୟଙ୍କ ଘରେ ଖୁସି କିମ୍ବା ବାହାଘର ସମୟରେ। ପ୍ରାୟତଃ ଆମ ସମାଜରେ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥାଆନ୍ତି, ସେମାନେ ସଙ୍କୋଚ କିମ୍ବା ଦ୍ୱିଧା ଯୋଗୁଁ ବଡ଼ ଲୋକମାନଙ୍କୁ ନିଜ ଘରର ବାହାଘର କିମ୍ବା ଖୁସିର କାର୍ଯ୍ୟକ୍ରମକୁ ଡାକିବାକୁ ସାହସ କରନ୍ତି ନାହିଁ। ସେମାନଙ୍କୁ ଲାଗେ ଯେ ଏତେ ବଡ଼ ଲୋକ ଆମ ଛୋଟ ଘରକୁ କେମିତି ଆସିବେ ଏବଂ ଆମେ ସେମାନଙ୍କର ଚର୍ଚ୍ଚା କେମିତି କରିବୁ। ଯଦି ଆପଣଙ୍କୁ କୌଣସି ମାଧ୍ୟମରୁ ଜଣାପଡ଼େ ଯେ ଆପଣଙ୍କର କୌଣସି ସହଯୋଗୀ କର୍ମଚାରୀ କିମ୍ବା ଗରିବ ପଡ଼ୋଶୀଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ବା ବାହାଘର ଅଛି, ତେବେ ସେଠାକୁ ବିନା ଡାକରାରେ ନିଶ୍ଚୟ ଯାଆନ୍ତୁ। ଯେତେବେଳେ ଆପଣ ସେମାନଙ୍କର ଛୋଟ ଘରେ ଯାଇ ବସିବେ ଏବଂ ସେମାନଙ୍କ ସହ ଖୁସି ବାଣ୍ଟିବେ, ସେତେବେଳେ ସମାଜରେ ସେମାନଙ୍କ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯିବ। ଆପଣଙ୍କର ଉପସ୍ଥିତି ସେମାନଙ୍କ ପାଇଁ କୌଣସି ବଡ଼ ଉପହାରଠୁ କମ୍ ନୁହେଁ। ଧନୀ ଲୋକମାନେ ତ ବଡ଼ ବଡ଼ ଭୋଜି ଦିଅନ୍ତି, କିନ୍ତୁ ଗରିବଙ୍କ ଘରକୁ ଯାଇ ଯେଉଁ ସମ୍ମାନ ଆପଣ ସେମାନଙ୍କୁ ଦେବେ, ତାହାର ଆଶୀର୍ବାଦ ସିଧାସଳଖ ଭଗବାନଙ୍କ ପାଖକୁ ଯାଏ ଏବଂ ଆପଣଙ୍କ ଜୀବନକୁ ମଙ୍ଗଳମୟ କରିଦିଏ। ନମ୍ବର 7, କୌଣସି ସମ୍ପର୍କୀୟ କିମ୍ବା ପରିଚିତଙ୍କ ହାର ଏବଂ ଅସଫଳତା ସମୟରେ। ଯେତେବେଳେ କୌଣସି ମଣିଷ ପରୀକ୍ଷାରେ ଫେଲ୍ ହୋଇଯାଏ, ବ୍ୟବସାୟରେ କ୍ଷତି ସହେ କିମ୍ବା କୌଣସି ପ୍ରତିଯୋଗିତାରେ ହାରିଯାଏ, ସେତେବେଳେ ସାରା ଦୁନିଆ ତାଠାରୁ ଦୂରେଇ ଯାଏ। ଏଭଳି ସମୟରେ ଲୋକମାନେ ପ୍ରାୟତଃ ତାତ୍ସଲ୍ୟ କରିବାକୁ କିମ୍ବା ଦୋଷ ଖୋଜିବାକୁ ପହଞ୍ଚି ଯାଆନ୍ତି, କିନ୍ତୁ ସାହସ ଦେବାକୁ କେହି ଆସନ୍ତି ନାହିଁ। ଆପଣଙ୍କୁ ଏଭଳି ମଣିଷ ପାଖରେ ବିନା କୌଣସି ଡାକରାରେ ସବୁଠାରୁ ଆଗେ ପହଞ୍ଚିବାର ଉଚିତ, କାରଣ ସେତେବେଳେ ତାଙ୍କୁ କୌଣସି ଉପଦେଶ ନୁହେଁ ବରଂ ଜଣେ ସହାନୁଭୂତିଶୀଳ ବନ୍ଧୁର ଆବଶ୍ୟକତା ଥାଏ। ତାଙ୍କ ପାଖରେ ବସି ତାଙ୍କୁ ବୁଝାନ୍ତୁ ଯେ ଗୋଟିଏ ହାର ଯୋଗୁଁ ଜୀବନ କେବେ ଶେଷ ହୋଇଯାଏ ନାହିଁ ଏବଂ ଉତ୍ଥାନ ପତନ ତ ଜୀବନର ଏକ ଅଂଶ। ଆପଣଙ୍କର ଏହି ଛୋଟ ସାହାରା ତାଙ୍କର ଭାଙ୍ଗି ଯାଇଥିବା ମନୋବଳକୁ ପୁଣି ଜୀବନ୍ତ କରିପାରେ ଏବଂ ତାଙ୍କୁ ପୁଣି ଥରେ ଛିଡ଼ା ହେବାର ଶକ୍ତି ଦେଇପାରେ। ଯେଉଁ ମଣିଷ କାହାର ଅସଫଳତା ସମୟରେ ତାଙ୍କ ସହ ଛିଡ଼ା ହୁଏ, ସେ ଦୁନିଆରେ ସବୁଠାରୁ ସଚ୍ଚୋଟ ଏବଂ ମହତ ମଣିଷ କୁହାଯାଏ ଏବଂ ଭଗବାନ ମଧ୍ୟ ଏଭଳି ସାହାଯ୍ୟକାରୀଙ୍କ ହାତ କେବେ ଛାଡ଼ନ୍ତି ନାହିଁ। ତେବେ ବନ୍ଧୁଗଣ, ଏହି ଜୀବନ କେବଳ ନିଜ ସ୍ୱାର୍ଥ ଏବଂ ସୁଖ ମଧ୍ୟରେ ସୀମିତ ରହିବାର ନାମ ନୁହେଁ। କେବେ କେବେ ବିନା ଆମନ୍ତ୍ରଣରେ ମଧ୍ୟ ସେଠାରେ ପହଞ୍ଚିଯିବା ଉଚିତ, ଯେଉଁଠି କାହାର ଆଖି ଆଶା ନେଇ ବାଟ ଚାହିଁଥାଏ କିମ୍ବା ଯେଉଁଠି ଆପଣଙ୍କ ସେବାର ଆବଶ୍ୟକତା ଥାଏ। ଯେତେବେଳେ ଆପଣ ଏଭଳି ସ୍ଥାନରେ ପାଦ ରଖିବେ, ସେତେବେଳେ ଦେଖିବେ ଯେ ଆପଣଙ୍କ ଜୀବନରେ ଖୁସି ଏବଂ ସମୃଦ୍ଧି ନିଜେ ହିଁ ବଢ଼ିବାକୁ ଲାଗିବ।
ଯଦି ଆପଣଙ୍କୁ ଏହି କଥା ଗୁଡ଼ିକ ଭଲ ଲାଗିବ ତେବେ ଏହି ବାର୍ତ୍ତାକୁ ଅନ୍ୟମାନଙ୍କ ପାଖରେ ନିଶ୍ଚୟ ପହଞ୍ଚାନ୍ତୁ। ଭିଡ଼ିଓରେ ଏପର୍ଯ୍ୟନ୍ତ ସାଥିରେ ରହିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଜୟ ଜଗନ୍ନାଥ।